ରାମଲାଲାଙ୍କ କପାଳରେ 5 ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲା ସୂର୍ଯ୍ୟଙ୍କ କିରଣ। ହେଲିକପ୍ଟର ଯୋଗେ ଦର୍ଶନ କଲେ ମୋଦି। ଅଯୋଧ୍ୟାରେ ରାମନବମୀ ଅବସରରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି। ବୁଧବାର ମଧ୍ୟାହ୍ନ 12:16ଟାରେ ସୂର୍ଯ୍ୟ କିରଣ ରାମଲାଲାଙ୍କ କପାଳରେ ପଡ଼ିଥିଲା। ଏହି ସମୟରେ ଶଙ୍ଖ, ଘଣ୍ଟ, ମନ୍ତ୍ର ଉଚ୍ଚାରଣରେ ମନ୍ଦିର ପୁରି ଉଠିଥିଲା। ସୂର୍ଯ୍ୟଙ୍କ କିରଣ ରାମଲାଲାଙ୍କ କପାଳରେ ପ୍ରାୟ 5 ମିନିଟ୍ ପର୍ଯ୍ୟନ୍ତ ପଡ଼ି ରହିଥିଲା। ଏହିର ଦୃଶ୍ୟକୁ ଐତିହାସିକ ଦୃଶ୍ୟ ବୋଲି କୁହାଯାଉଛି, ଯାହାକୁ ଶବ୍ଦରେ ବଖାଣି ହେବ ନାହିଁ। ଦର୍ପଣ ଏବଂ ଲେନ୍ସ ଦ୍ୱାରା ନିର୍ମିତ ଏକ ବିସ୍ତୃତ ଯନ୍ତ୍ର ଦ୍ୱାରା ସୂର୍ଯ୍ୟଙ୍କର କିରଣର ଏକ ଧାର ଆସି ପ୍ରଭୁ ଶ୍ରୀରାମଙ୍କ କପାଳରେ ଆଜି ପଡ଼ିଥିଲା, ଯାହାକୁ ସୂର୍ଯ୍ୟ ତିଲକ ବୋଲି କୁହାଯାଉଛି। ଏହି ଭବ୍ୟ ମୁହୂର୍ତ୍ତକୁ ମୋଦି ହେଲିକପ୍ଟର ଯୋଗେ ଦେଖିଥିଲେ। କାରଣ ମୋଦି ଆସାମରେ ଏକ ଜନସଭା କରିବା ପରେ ହେଲିକପ୍ଟର ଯୋଗେ ଯାତ୍ରା କରୁଥିଲେ। ଏହି ସମୟରେ ସେ ଆକାଶରେ ଅନଲାଇନ୍ ଜରିଆରେ ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ଅଭିଷେକ ଦର୍ଶନ କରିଥିଲେ। ମୋଦି ରାମଲାଲାଙ୍କ କପାଳରେ ସୂର୍ଯ୍ୟ କିରଣ ପଡ଼ିଥିବାର ଏକ ଫଟୋକୁ ଏକ୍ସରେ ସେୟାର ବି କରିଛନ୍ତି, ଯେଉଁଥିରେ ସେ ରାମଲାଲାଙ୍କ ଦିବ୍ୟ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ତେବେ ରାମନବମୀ ଅବସରରେ ରାମଲାଲାଙ୍କ ଦର୍ଶନ ପାଇଁ ମନ୍ଦିରକୁ ରାତି 3ଟାରୁ ଖୋଲାଯାଇଛି, ଯାହାକି ବୁଧବାର ରାତି 11ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ।